ଭିକ୍ଟିମ୍ ଙ୍କର ଅଭିଯୋଗ କ୍ରମେ ଆଜି ଭୋର ଭୋରୁ ଆମର ବୀରମହାରାଜପୁର ଅଭିଯୋଗ କ୍ରମେ ବୀରମହାରାଜପୁର କେସ୍ ନମ୍ବର 229/25 ଗୋଟେ କେସ୍ ହେଇଛି। ତାଙ୍କର ଅଭିଯୋଗ ହେଲା ଯେ ଗତକାଲି ସନ୍ଧ୍ୟାରେ ସେ ଏଠୁ ଯେଉଁ ଫେରୁଥିଲେ ତାଙ୍କର ଅଫିସ୍ କାମ ସାରି ଫେରୁଥିଲେ, ମାନେ ଏଇ ଯେଉଁ ଟାଟା ମୋଟର୍ସ ସେ ଯେଉଁ ଅଫିସ୍ କାମ ସାରି ଫେରୁଥିଲେ, ଫେରିବା ସମୟରେ ରାସ୍ତାରେ ଆମର ଯେଉଁ ଆଇଟି ଯେଉଁ କଲେଜ ପାଖରେ 3ଟା ପିଲା ତାକୁ ଅଟକେଇଲା ପରେ ତାଙ୍କୁ ଟଣା ଉଟରା କଲେ ଏବଂ ମୁହଁରେ ସ୍ପ୍ରେ ମାରିଦେଲେ। ତାପରେ ସେ ଅଚେତ ହେଇଗଲେ। ଅଚେତ ହେଲା ପରେ ତାପରେ ତାଙ୍କର ମାନେ ଅଭିଯୋଗ କରୁଛନ୍ତି ଯେ ମୋତେ ଧର୍ଷଣ କରାଯାଇଛି ବୋଲିକରି। ଆମେ ତାଙ୍କର ତାଙ୍କର ଏଲିଗେସନ୍ ଉପରେ ଆମେ ଭେରିଫାଏ କରୁଛୁ। ଆଉ ଇନଭେଷ୍ଟିଗେସନ୍ ବର୍ତ୍ତମାନ ଚାଲିଛି। ଆଉ ସସ୍ପେକ୍ଟଲି ଆମେ 2 ଜଣକୁ ରଖିଛୁ। आपण मानक भरोसा और विश्वास आमको करिछि सफल। धरित्री ज्वेलर्स धरित्री पसंद करती प्रत्येक नारी प्रत्येक स्त्री। धरित्री ज्वेलर्स बक्सी बाजार कटक। धरित्री ज्वेलर्स हाटोतोटा तालचेर।